ସାଙ୍ଗମାନେ ଜୟ ଜଗନ୍ନାଥ, ଜୟ ମା ମଙ୍ଗଳା। ଆଉ ମୁଁ 2 ଦିନ ହେଲା ଭିଡ଼ିଓ କରୁନଥିଲି, ମୋ ମନ କାହିଁ ଭଲ ଲାଗୁନଥିଲା ଜମା। ଆଡ଼େ ମୋ ନାତି ନାହିଁ, ବୋହୂ ନାତି ପୁଅ କେହି କରିନଥିଲେ, ଝିଅ ବି ଶାଶୁଘରକୁ ପଳେଇଛି। ସେଥିପାଇଁ ମୁଁ ସବୁବେଳେ ଦୁଃଖରେ ରହୁଥିଲି। 2 ଦିନ ଭିଡ଼ିଓ କଲିନି। ହଠାତ୍ ଦେଖିଲା ବେଳକୁ ପୁଅ ଆସିକି ପହଞ୍ଚିଲା, ତାର ଗୋଡ଼ଟା ଏମିତି ବାଗରେ ହାଣି ହେଇଯାଇଛି। ଡକ୍ଟର କହିଲେ ଶିର ଛିଡ଼ି ଯାଇଛି, କଟକ ଯିବାକୁ ପଡ଼ିବ। ସେ କଟକ ଯିବ କ'ଣ, ପୁରୀରେ ଦେଖେଇକି କଟକ ନ ଯାଇକରି ଆସିକି ଘରେ ଆସିକି ରାତି 10ଟା ହେଲାଣି। ଶିର ଛିଡ଼ି ଯାଇଥିବ ଯଦି ପୁଣି ଯୋଡ଼ି ହେବନି ଶିରଟା, ମାନେ ଲେଟ୍ ଯେତେ ହେବ ଶିର ଛିଡ଼ିଲେ ଶିର ଆଉ ଯୋଡ଼ି ହେବନି। ତା ବାବାଙ୍କର ସେମିତି ହେଇଥିଲା ହାତ, ମୁଁ ଜାଣିଛି, ମୋ ଅନୁଭବୀ। ସେଥିପାଇଁ ମୋତେ ବହୁତ ମାନେ ଟେନସନ୍ ଲାଗିଲା, ଦୁଃଖ ଲାଗିଲା। ମୁଁ କହିଲି ତୁ କଟକ ନ ଯାଇକି କାଇଁ ଘରକୁ ଆସିଲୁ, ଆଉ ଚାଲେ ମୁଁ ତୋତେ ନହେଲେ ରାତିରେ ଡକ୍ଟର ପାଖକୁ ନେଇକି ଯିବି, କଟକ ନେଇକି ଯିବି। କଟକ ନେଇକି ଯିବି, ଆଗ ଆମ୍ବୁଲାନ୍ସ ଡାକିକି ସାକ୍ଷୀଗୋପାଳ 6 ନମ୍ବର କ୍ୟାପିଟାଲ ହସ୍ପିଟାଲରେ ଏବେ ଆସିକି ପହଞ୍ଚିଲୁ। ରାତି ସାରା ମାନେ ବୋଲି ଏତେ କଷ୍ଟ ବାଧା ଲାଗିଲାଣି। ପିଲାଟାର ଏମିତି ହେଇଛି। ପୁଅ ଯଦି ନ ଚାଲିପାରିବ, ଗୋଡ଼ ତାର ଏଇ ଛୋଟା ହେଇଯିବ, ପୁଣି ମୋ ମନ ଭାରି ଦୁଃଖ, ମାନେ ଭାବି ମୋ ଜୀବନ ଗଲାଣି। କ୍ୟାପିଟାଲରୁ ସେ ପୁଣି କହିଲେ ନାଇଁ କଟକ ତମେ ଯାଅ। କଟକ କାହିଁ ଯିବୁ, ଆମେ ଭାରି ହଇରାଣ। କଟକ ଯେଉଁ ଯିଏ ଯାଇଛନ୍ତି ସେ ଜାଣିଛନ୍ତି କଟକ ମେଡ଼ିକାଲ କେଉଁ ଭଳିଆ ସୁବିଧା। ମୁଁ କହିଲି ଆମର ତ କାର୍ଡ଼ ଅଛି, ଆଉ ନହେଲେ ଚାଲ ଯିବା ହାରି ବ୍ଲୁ ହୁଇଲ୍ ହସ୍ପିଟାଲ, ମୋ ଭାଇ ଯେଉଁଠି ସର୍ଜରୀ ହେଇଥିଲା ସେଇଠିକି ଆମେ ମା ପୁଅ ଏବେ ଯାଉଛୁ। ରାତି 1:30 ହେଲାଣି, ଅଧ ରାତିରେ ମା ପୁଅ ଅଟୋରେ ଆମେ ଯାଉଛୁ। କାଉ କୋଇଲି ନାହାନ୍ତି, ଯାହା କହନ୍ତି ଚଣ୍ଡୀ ଚିରଗୁଣି ନାହାନ୍ତି। ଏତେ ଆମର ବେଳ ଖରାପ ପଡ଼ିଯାଇଛି। ଆଉ କ'ଣ କରିବୁ, ଆଉ କିଛି ମାନେ ମୁଁ ଭାବି ପାରୁନି। ହଠାତ୍ ଏମିତି ଦେଖି ମୋ ମୁଣ୍ଡ ଚକ୍କର। କେତେ ଆଉ ମୁଁ ମାନେ କଷ୍ଟ ସହିବି, କେତେ ପିଲାଙ୍କର କଷ୍ଟ ଦେଖିବି। କ'ଣ ଏମିତି ହେଉଛି, କାହିଁକି ଭଗବାନ ମୋତେ ସୁଖ ଦେଉଛନ୍ତି ମୁଁ ଜାଣିପାରୁନି। ଏବେ ଆମେ ବ୍ଲୁ ହିଲ୍ ହସ୍ପିଟାଲ ଆସି ପହଞ୍ଚିଗଲୁ। ଯାହା ହେଲେ ବି ସାଙ୍ଗମାନେ ମୁଁ ତ ଗୋଟେ ମା', ମୋ ମାଆର କର୍ତ୍ତବ୍ୟ ମାନେ କରିବାକୁ ପଡ଼ିବ ମୋତେ। ମାଆକୁ ଯେତିକି ବାଧିବ ପିଲାଙ୍କ ପାଇଁ ଆଉ କାହାକୁ ସେତିକି ବାଧିବନି। ଆଉ ଯାହା ହେଲେ ବି ମୋ ପିଲାଙ୍କ ପାଇଁ ମୋତେ ଛିଡ଼ା ହେବାକୁ ପଡ଼ିବ। ମୁଁ ନ ଛିଡ଼ା ହେଲେ ଆଉ କିଏ ଛିଡ଼ା ହେବ? କେବେ ମୋ ମନ ବି ସମ୍ଭାଳି ହେବନି ପିଲାଙ୍କ ପାଇଁ ନ ଛିଡ଼ା ହେଲେ। ସେ ଯାହା ବି କରନ୍ତୁ ମୋ ସାଙ୍ଗରେ। ତ ସାଙ୍ଗମାନେ ବ୍ଲୁ ହିଲ୍ ହସ୍ପିଟାଲରେ ସାର୍ ଦେଖିଲେ, କହିଲେ ନାଇଁ ଆଉ ତୁମକୁ ସର୍ଜରୀ କରିବାକୁ ପଡ଼ିବନି, ବ୍ୟସ୍ତ ହୁଅନି, କଟକ କାହିଁ ଯିବ, ଆସିଛ ଭଲ କରିଛ। ଆଉ ସେ ଏଇଠି ଶିର ମାନେ ବଡ଼ ଯେଉଁଟା ମେନ୍ ଶିରଟା କଟିନି, ଯେଉଁଟା କଟିଛି ସେଇଟା ମାନେ ଯେମିତି ପତ୍ର କଅଁଳିଲା ଭଳିଆ କଅଁଳି ପାରିବ, ସେଇଟା ଯୋଡ଼ି ଦେଲେ ସେ ଆମକୁ କହିଲେ ନାଇଁ ତୁମେ ଯାଅ ଭାରି, ଆଉ ରହିବାକୁ ପଡ଼ିବନି, ସର୍ଜରୀ ତ ହେବନି। ଆମେ ଏବେ ସକାଳୁ ପୁଅ ଓଲା ବୁକିଂ କରିଦେଲା, ଆମେ ଘରକୁ ଫେରୁଛୁ ବାଟରେ। ଆଉ 2 ଦିନ ମୁଁ ଏଇଲେ ବ୍ଲଗ୍ କରିପାରିବିନି ସାଙ୍ଗମାନେ। ମୋ ଉପରେ ଦୟା କରିବେ ଆପଣମାନେ। ମୋ ଭିଡ଼ିଓ ସହିତ ସବୁବେଳେ ଯୋଡ଼ିକି ରହିଥିବେ, ମୋତେ ଅପେକ୍ଷା କରିଥିବେ ମୋ ଭିଡ଼ିଓ ଦେଖିବାକୁ। ଦେଖନ୍ତୁ କେମିତି ହେଇଛି ପୁଅର ଗୋଡ଼।